এটা আগରୁ ଆଶା କରାଯାଉଥିଲା। ଆପଣ ଦେଖିବେ ଯେ ଆସାମରେ ଯାହା ହେଲା, ପଶ୍ଚିମବଙ୍ଗରେ ଯାହା ହେଲା, ଓଡ଼ିଶାରେ ସେଟା ଘଟିବା ପାଇଁ ଯାଉଛି ଏବଂ ଏସ୍ଆଇଆର୍ ନାଁରେ ଯେଉଁ ପ୍ରକାର କାରସାଦି କରାଯାଉଛି ସେଟା ଗଣତନ୍ତ୍ର ପ୍ରତି ବିପଦ। ଆପଣ ଭୋଟର ଲିଷ୍ଟର ପୁନର୍ଲିଖନ କରନ୍ତୁ, କାହାରି ଆପତ୍ତି ନାହିଁ। ଯେଉଁମାନେ ଫେକ୍ ଭୋଟର ତାହାକୁ କାଟନ୍ତୁ, ଆମର କାହାରି ଆପତ୍ତି ନାହିଁ। ଯେଉଁମାନେ ନୂଆ ଭୋଟର ତାଲିକାରେ ଆସିବା କଥା ତାକୁ ଦିଆଯାଉ, ଆମର କାହାରି ଆପତ୍ତି ନାହିଁ। କିନ୍ତୁ ଏସ୍ଆଇଆର୍ ନାଁରେ ଯେଉଁ ଜେନ୍ୟୁଇନ୍ ଭୋଟର ମାନଙ୍କୁ କଟାଯାଉଛି ସେଟା ଗଣତନ୍ତ୍ର ପ୍ରତି ଏକ ବିପଦ ସୃଷ୍ଟି କରୁଛି। ଆପଣ ନିର୍ବାଚନୀ ଲାଭ ପାଇଁ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ଲାଭ ଦେବା ପାଇଁ ଆପଣ କେବଳ ନିଜର ସମର୍ଥକମାନଙ୍କୁ ଭୋଟର ତାଲିକା ଅନ୍ତର୍ଭୁକ୍ତ କରିବେ। ଏ ଯେଉଁମାନଙ୍କ ଉପରେ ଆପଣ ସଂଶୟ ହେବ ଯେ ଆପଣଙ୍କୁ ଭୋଟ ଦେବେ ନାହିଁ ତାକୁ ବିଭିନ୍ନ ଆଳରେ ଆପଣ ଭୋଟର ତାଲିକାରୁ ବାଦ୍ ଦେବେ, ଏଟା କୋଉ ପ୍ରକାର ଗଣତନ୍ତ୍ର? ତେଣୁ ଏଇଟା ଆଗାମୀ ଦିନରେ ଭାରତୀୟ ଗଣତନ୍ତ୍ର ପାଇଁ ଏକ ବିପଜ୍ଜନକ ଅବସ୍ଥା ସୃଷ୍ଟି କରିବା ପାଇଁ ଯାଉଛି। ସାଧୁ ସାବଧାନ। ତେଣୁ ଆମକୁ ଲାଗୁଛି ଏବଂ ଭାରତବାସୀଙ୍କୁ ଲାଗୁଛି ଯେ ସରକାରଙ୍କ ମାନସିକତା ସ୍ପଷ୍ଟ ନୁହେଁ। ଏ ବାବଦରେ ଆବିଳତା ରହିଛି, ସନ୍ଦେହ ରହିଛି, ଅନେକ ପ୍ରଶ୍ନବାଚୀ ରହିଛି। ଆଜି ଯଦି ଓଡ଼ିଶାରେ କାର୍ଯ୍ୟ ଆରମ୍ଭ ହଉ ହଉ କେତେ ଲକ୍ଷ ଭୋଟର ବାହାରି ଗଲେଣି, 9,80,000 ଭୋଟର ବାହାରି ଗଲେଣି, କୋଉ ପରିପ୍ରେକ୍ଷୀରେ ଏଟା ହେଲା? ଏ ସମସ୍ତେ କ'ଣ ଦେଶ ବାହାରୁ ଆସିଛନ୍ତି ଓଡ଼ିଶାରେ ରହିଛନ୍ତି? ଏମାନେ କେହି ଓଡ଼ିଶାର ବା ଭାରତବର୍ଷର ନାଗରିକ ନୁହନ୍ତି। ଏ ସମସ୍ତେ କ'ଣ ବାଂଲାଦେଶରୁ ପାକିସ୍ତାନରୁ ଆସିଛନ୍ତି? ତେଣୁ ସନ୍ଦେହ ସୃଷ୍ଟି ହେବାର ସ୍ୱାଭାବିକ। ତେଣୁ ନିର୍ବାଚନ କମିଶନ ଆଉ ଥରେ ତା ଉପରେ ଚିନ୍ତା କରନ୍ତୁ ଏବଂ ସ୍ୱଚ୍ଛଳ ଭାବରେ ଏ କାର୍ଯ୍ୟଟି କରାଯାଉ। ଏଇଟା ଆମର ଅନୁରୋଧ। ଆଜ୍ଞା, ଦେଖାଯାଉ କ'ଣ ହେଉଛି। ଯେ ଦଳ ଏ ସମ୍ପର୍କେ କିଛି ନିଷ୍ପତ୍ତି ନେଇନି, କିନ୍ତୁ ଏଇଟା କେବଳ ବିଜୁ ଜନତା ଦଳର ପ୍ରଶ୍ନ ନୁହେଁ। ଏଇଟା ଭାରତର ଗଣତନ୍ତ୍ରର ପ୍ରଶ୍ନ, ଗଣତନ୍ତ୍ର ସୁରକ୍ଷାର ପ୍ରଶ୍ନ, ଭାରତବର୍ଷର ନାଗରିକମାନଙ୍କର ଭୋଟ ଅଧିକାରର ପ୍ରଶ୍ନ। ଏଇଟା ପ୍ରତ୍ୟେକ ଭୋଟର ଭୋଟ ଦେବାର ଅଧିକାରର ପ୍ରଶ୍ନ। ଏଇଟା କେବଳ ଗୋଟିଏ ଦଳର ପ୍ରଶ୍ନ ନୁହେଁ, ଏଇଟା ଗଣତନ୍ତ୍ରର ଭବିଷ୍ୟତର ପ୍ରଶ୍ନ। ଯଦି ଏଇ ପ୍ରକାର କାର୍ଯ୍ୟଦି ଚାଲିବ ତାହେଲେ ବେଶୀ ଦୂର ନୁହେଁ, ବେଶୀ ଦିନ ନୁହେଁ, ଏ ଗଣତନ୍ତ୍ର ବିପଦାପନ୍ନ ହୋଇପଡ଼ିବ। ଦେଖନ୍ତୁ, ଏ ସବୁ ପ୍ରାୟୋଜିତ ଏବଂ ଆଗରୁ ଏ ଯୋଜନା ପ୍ରସ୍ତୁତ କରିଥିଲା ଭାରତୀୟ ଜନତା ପାର୍ଟି। ଆପଣ ଦେଖିବେ ଯେଉଁ ମୁହୂର୍ତ୍ତରେ ପାର୍ଲାମେଣ୍ଟରେ ଫଲ୍ କରିଗଲା ଏଟା ସମ୍ବିଧାନ ସଂଶୋଧନ, ତାର 5 ମିନିଟ୍ ପରେ ପ୍ଲେକାର୍ଡ ରେଡି ହେଇଗଲା, ତାର 5 ମିନିଟ୍ ଭିତରେ ବ୍ୟାନର ସବୁ ରେଡି ହେଇଗଲା, ତାର 5 ମିନିଟ୍ ଭିତରେ ବିକ୍ଷୋଭ କରିବା ପାଇଁ ଲୋକ ସବୁ ରେଡି ହେଇଗଲେ, ପାର୍ଲାମେଣ୍ଟ ପରିସରଠୁ ଆରମ୍ଭ କରି ରାସ୍ତାଘାଟ ପର୍ଯ୍ୟନ୍ତ। এটা ପୂର୍ବରୁ ସବୁ ନିୟୋଜିତ ହୋଇଥିଲା ଏବଂ ମହିଳା ସଂରକ୍ଷଣ ଆଳରେ ଭାରତବର୍ଷର ଏକତାକୁ ବିପଦ ସୃଷ୍ଟି କରାଯାଉଥିଲା। ଆପଣ ଡିଲିମିଟେସନ ଆଳରେ ଯେଉଁ ପ୍ରକାର ଭାବରେ ବିଭିନ୍ନ ରାଜ୍ୟର ସିଟ୍ ସଂଖ୍ୟାକୁ ଆନୁପାତିକ ଭାବରେ କମେଇ ଦିଆଯାଉଥିଲା ଏବଂ କେତେକ ନିର୍ଦ୍ଦିଷ୍ଟ ରାଜ୍ୟର ଅନୁପାତକୁ ସିଟ୍ ସଂଖ୍ୟାକୁ ପାର୍ଲାମେଣ୍ଟ ଏବଂ ବିଧାନସଭା ମାନଙ୍କରେ ବଢ଼େଇ ଦିଆଯାଉଥିଲା, এটা ଭାରତବର୍ଷର ଏକତା ପ୍ରତି ବିପଦ ସୃଷ୍ଟି କରିଥାନ୍ତା। ଦେଖନ୍ତୁ, ମୋତେ ଦୁଃଖର ସହିତ ଦେବାକୁ ପଡୁଛି ଯେ ଅନେକ ସମୟରେ ଭାରତବର୍ଷର ମିଡିଆ ମଧ୍ୟ ତାଙ୍କର ଦାୟିତ୍ୱ ଠିକ୍ ଭାବରେ ପାଳନ କରୁନାହାନ୍ତି। ସତ୍ୟକୁ ପ୍ରକଟିତ କରିବାର ଯେଉଁ ଦାୟିତ୍ୱ, ସେ ଦାୟିତ୍ୱକୁ ସମସ୍ତଙ୍କୁ ନିର୍ବାହ କରିବାକୁ ପଡ଼ିବ। ମିଡିଆକୁ ନିର୍ବାହ କରିବାକୁ ପଡ଼ିବ, ରାଜନୈତିକ ଦଳମାନଙ୍କୁ ନିର୍ବାହ କରିବାକୁ ପଡ଼ିବ, ଅଣରାଜନୈତିକ ସଂଗଠନମାନଙ୍କୁ ମଧ୍ୟ ନିର୍ବାହ କରିବାକୁ ପଡ଼ିବ। ଆପଣ 2023 ମସିହାରେ ସର୍ବସମ୍ମତି କ୍ରମେ ସବୁ ଦଳର ସମର୍ଥନରେ ସମ୍ବିଧାନ ସଂଶୋଧନ ବିଲ୍ ଗୃହୀତ ହୋଇଥିଲା ମହିଳା ସଂରକ୍ଷଣକୁ ନେଇକରି। କୌଣସି ଗୋଟିଏ ବି ଦଳ ବି ଆପତ୍ତି କରିଥିଲା କି କିଏ? ସମସ୍ତେ ମହିଳା ସଂରକ୍ଷଣକୁ ଲାଗୁ କରିବା ପାଇଁ ସହମତି ହୋଇଥିଲେ ଏବଂ 2023 ମସିହାରେ ଯେଉଁ ସମ୍ବିଧାନ ସଂଶୋଧନ କରାଯାଇଥିଲା ଆପଣ 3 ବର୍ଷ କାଳ ତାର ନୋଟିଫିକେସନ ବି କଲେ ନାହିଁ। କୋଉ ମାନସିକତା ଆପଣଙ୍କର? ଏଇଟା ମହିଳା ସପକ୍ଷବାଦୀ ମାନସିକତା। ଏବଂ ଯେତେବେଳେ ଆପଣ ଡିଲିମିଟେସନ କରିବା କାର୍ଯ୍ୟ କଲେ ଅସାମ୍ବିଧାନିକ ଭାବରେ, ସେତେବେଳେ ଆପଣ ତାକୁ ସଂଲଗ୍ନ କରିଦେଲେ, ମିଶାଇଦେଲେ ଡିଲିମିଟେସନ ଏବଂ ମହିଳା ସଂରକ୍ଷଣ ବିଲ୍ ତ 2023 ମସିହାରୁ ସମ୍ବିଧାନ ସଂଶୋଧନ ବିଲ୍ ପାରିତ ହୋଇସାରିଥିଲା। ଆପଣ ଯଦି ଏତେ ମହିଳା ସପକ୍ଷବାଦୀ, ତା ନୋଟିଫିକେସନ କରିବା ପାଇଁ ଆପଣଙ୍କୁ 3 ବର୍ଷ ଲାଗିଲା ଏବଂ ବର୍ତ୍ତମାନ ଡିଲିମିଟେସନ ସହିତ ଆପଣ ମହିଳା ସଂରକ୍ଷଣକୁ ସଂଯୋଗ କରିଦେଲେ ଅତି ଚତୁରତାର ସହିତ ଏବଂ ଆଜି ଆପଣ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ମହିଳା ମହିଳା ମହିଳା।
मत गोटे राजनीतिक दल ना कहतु जो मैंने 2023 मसीह जितेबले संविधान संशोधन बिल आसला महिला संरक्षण नहीं किए विरोध करता विजु जनता दल विरोध करता समाजवादी पार्टी विरोध करता कांग्रेस दल विरोध करता कौ राजनीतिक दल विरोध करते एवं जदि विजु जनता दल कथा कहे भारत वर्ष रे विजु जनता दल होची बा जनता दल होची ओडिशा रे प्रथम दल एवं विजु पट्टनायक होचंती प्रथम नेता जे कि पंचायत राज व्यवस्था रे महिला संरक्षण को लागू करते जिते विजु पट्टनायक 1990 रु 1995 राज्य मुख्यमंत्री थे सेतेबेले महिला मानकर संरक्षण को पंचायती राज व्यवस्था रे एवं त्रिस्तरीय निर्वाचन व्यवस्था रे विजु पट्टनायक ही लागू करते फास्ट लोक सेतेबेले को 73-74तम संविधान संशोधन भी ही नथिला तार पूर्व ओडिशा रे से व्यवस्था को विजु पट्टनायक लागू करते तेणु विजु जनता दल महिला सपक्षवादी दल ना महिला विरोधी दल एवं जो मैंने 2023 मसीहार संविधान संशोधन बिल नोटिफिकेशन करने 3 वर्ष नेले भारतीय जनता पार्टी सरकार से महिला सपक्षवादी हो गले तेणु आज महिला ना ए देश रे गोटे मिथ्या प्रचार करा जाउची एवं बाहबा नेबा पे चेष्टा करा जाउची राजनीतिक लाभ नेबा पे उद्देश्य रे मिछ प्रचार करा जाउची आमे समस्ते महिला सपक्षवादी आमे चाहू महिला मानकर अंश भारतीय गणतांत्रिक व्यवस्था रे प्रथम धाड़ी रे रहू ताकू केही विरोध करू नांती किंतु महिला नारे जो माने राजनीति करूछंती निर्वाचन बैतरणी पाड़े चेष्टा करूची सेटा को आमे निंदा करूछु आमर कार्यक्रम तो मूलरू अच्छी महिला जागरण कार्यक्रम आम सब बड़े ग्रहण करूँ मु कहली पारा विजु जनता दल समय विजु पट्टनायक नेतृत्व में आम प्रथम राज्य भारत वर्ष रे जो माने पंचायती राज व्यवस्था रे त्रिस्तरीय पंचायती राज व्यवस्था रे आमे महिला संरक्षण को लागू करिथिलु सेतेबेले लोक कहंती जे जहाँ पश्चिम बंग आगे भागे भारत परे भावे किंतु महिला संरक्षण देखिए जहाँ ओडिशा प्रथम भाविला भारत परे भाविला एवं सेतेबेले 73rd एवं 74th कॉन्स्टिट्यूशन अमेंडमेंट बिल पास ही नथिला ता पूर्व ओडिशा रे से व्यवस्था को आमे लागू करदुलु एवं तुम आपको शिक्षा दौच महिला संरक्षण विषय रे तेणु यहाँ महिला मान प्रति आज भारतीय जनता पार्टी जो महिला संरक्षण बिल को डिलिमिटेशन बिल सहित संपृक्त करी जो आनिले संविधान संशोधन प्रस्ताव सेटा महिला मान प्रति विश्वासघातकता करागला देखंतु मु पुणी थे रिपीट करुच्ची जे लोकन को वार्ता देवाई मीडिया हूँ सबुठ बड़ माध्यम एवं मीडिया मानकर मध्य बहुत बड़ कर्तव्य अच्छी भारतर गणतंत्र को रक्षा करने भारतर महिला मानकर स्वाधीनता को एवं तांकर अधिकार को रक्षा करने द्वितीय राजनीतिक दल मानकर कर्तव्य अच्छी तृतीय जनसाधारण भी कर्तव्य अच्छी एक राजनीतिक दल हिसाब से विजु जनता दलर गृहीत नीति और निष्पत्ति होची महिला संरक्षण एवं सेथिपई जनजागरण आम सृष्टि करुचु आगामी दिन में करूँ तारीख पर तारीख घुंचुची किंतु किछि निष्कर्ष बाहुनी आपण देखुथिबे कोन सर तो महानदी तवर सुरबे ट्रिब्यूनल जो 2 मास 4 मास 9 मास कार्य बढ़ाऊँ ट्रिब्यूनल यहाँ हास्यास्पद घटना ट्रिब्यूनल तकर कार्य शीघ्र संपन्न करंतु एवं जते दिन पर्यंत संपन्न करना कार्यकाल को वृद्धि करा जाऊ 9 मास सरकार जो कार्यकाल बढ़ाई तार यथार्थता कौन मुझे बुझीपारूना तेणु जो ट्रिब्यूनल 8 वर्ष भितर जजमेंट दे पारे ना से 9 मास भितर कार्य संपन्न करेंगे आपण मैंने आशा करुँच तेणु ट्रिब्यूनल को अनुरोध करा कार्य से एक्सेलरेट करंतु त्वरान्वित करंतु
ଯଥାଶୀଘ୍ର ତାଙ୍କର ରାୟ ଶୁଣନ୍ତୁ ଏବଂ ଯେତେ ଦିନ ପର୍ଯ୍ୟନ୍ତ ରାୟ ଶୁଣେଇ ନାହାନ୍ତି ତାଙ୍କର କାର୍ଯ୍ୟକଳାକୁ ବଢ଼େଇ ଦିଆଯାଉ। ଏ ଅନିଶ୍ଚିତ ଭିତରେ ଟ୍ରିବ୍ୟୁନାଲକୁ କାହିଁକି ପକାଯାଉଛି? ପ୍ରଥମ କଥା। ଦ୍ୱିତୀୟ କଥା, ସରକାର ଆପୋଷ ସମାଧାନର କଥା କହୁଛନ୍ତି। ଯଦି ଆପୋଷ ଆଲୋଚନା ଜରିଆରେ ସମାଧାନ ହୁଅନ୍ତା ଆମେ ଖୁସି ହୁଅନ୍ତୁ। ଆଜି ପର୍ଯ୍ୟନ୍ତ ହେଲା ନାହିଁ ଏବଂ ଆମେ ଆଶା କରିଥିଲୁ ଯେ ଯେତେବେଳେ ତିନୋଟି ଜାଗାରେ ଗୋଟିଏ ଦଳର ସରକାର ହେଲେ, ଯେଉଁମାନେ ପକ୍ଷ ଏ ଘଟଣାରେ ଯେଉଁମାନେ ପକ୍ଷ ଓଡ଼ିଶା ରାଜ୍ୟ ସରକାର ପକ୍ଷ, ଛତିଶଗଡ଼ ସରକାର ପକ୍ଷ ଏବଂ ଯଦି ଆପଣ ଭାବିବେ କେନ୍ଦ୍ର ବି ଏକ ପକ୍ଷ, ତେଣୁ ଉଭୟ ପକ୍ଷରେ ସବୁ ପକ୍ଷରେ ବର୍ତ୍ତମାନ ଗୋଟିଏ ଦଳର ସରକାର ଅଛି ଏବଂ ଆମେ ଆଶା କରିଥିଲୁ ଯେହେତୁ ଗୋଟିଏ ଦଳର ସରକାର ଅଛି, ଗୋଟିଏ ମାନସିକତା ଅଛି, ସମସ୍ୟାର ସମାଧାନ ଶୀଘ୍ର ହୋଇପାରିବ। କିନ୍ତୁ ସେ ଆଶା ବି ଆଶାରେ ରହିଗଲା, ସେ ଆଶା ମଉଳିଗଲା। ଆଜି ସରକାର ଆପୋଷ ସମାଧାନର କଥା କହୁଛନ୍ତି। ସରକାର ଆପୋଷ ସମାଧାନ କଥା କହିବାର ବର୍ଷଟି ହୋଇଗଲାଣି। ଏ ଭିତରେ କେତେଥର ଆପୋଷ ସମାଧାନ ପାଇଁ ବୈଠକ ହେଇଛି? ଆମକୁ ଯାହା ଖବର ଯେ ଛତିଶଗଡ଼ ସରକାର ଆପୋଷ ସମାଧାନ ଆଲୋଚନା ପାଇଁ ଆଗ୍ରହୀ ମୋଟେ ନୁହନ୍ତି। ଓଡ଼ିଶା ସରକାର ଯେଉଁ ପ୍ରସ୍ତାବନା ଦେଇଥିଲେ ତାର କୌଣସି ଭଲ ପଜିଟିଭ ରେସ୍ପଣ୍ଡ ଛତିଶଗଡ଼ ସରକାର ଦେଲେ ନାହିଁ। ତେଣୁ ଓଡ଼ିଶାର ଯେଉଁ ମନ୍ତ୍ରୀସ୍ତରୀୟ ପ୍ରତିନିଧି ଦଳ ଯିବାର କଥା ଆପୋଷ ଆଲୋଚନା କରିବା ପାଇଁ, ସେଟା ବି ଆଜି ପର୍ଯ୍ୟନ୍ତ ସମ୍ଭବ ହୋଇପାରିନାହିଁ। ତେଣୁ ଆପୋଷ ଆଲୋଚନା ବି ଏକ ପ୍ରହଳିକାରେ ପରିଣତ ହୋଇଛି। ତୃତୀୟ କଥା ହେଉଛି, ଯଦି ଆପୋଷ ଆଲୋଚନା ଆପଣ କରିବେ କେଉଁ ସର୍ତ୍ତରେ କରିବେ? ଏପଟେ ଆପୋଷ ଆଲୋଚନାର କଥା କହୁଛନ୍ତି, ସେପଟେ ଛତିଶଗଡ଼ ସରକାର ଡ୍ୟାମ୍ ପରେ ଡ୍ୟାମ୍ ତିଆରି କରି ଚାଲିଛନ୍ତି, ବ୍ୟାରେଜ୍ ପରେ ବ୍ୟାରେଜ୍ ତିଆରି କରି ଚାଲିଛନ୍ତି। ଆଜି ବି ତାଙ୍କର କାର୍ଯ୍ୟ ଚାଲିଛି। ଯଦି ଆପଣ ଆପୋଷ ଆଲୋଚନା ବୈଠକରେ ବସିବେ, ପ୍ରଥମେ ତାଙ୍କର ଯେଉଁ ଫର୍ଦର କାର୍ଯ୍ୟ, ଆଗକୁ ଯେଉଁ କାର୍ଯ୍ୟ ଅଛି ସେ କାର୍ଯ୍ୟ ବନ୍ଦ କରନ୍ତୁ। ଇଆଡ଼େ ତାଙ୍କର କାମ ବି କରୁଥିବେ, ବ୍ୟାରେଜ୍ ପରେ ବ୍ୟାରେଜ୍ ନିର୍ମାଣ ବି କରୁଥିବେ ଏବଂ ଇଆଡ଼େ ଆପଣ ଆପୋଷ ଆଲୋଚନାର କଥା କହୁଥିବେ। ଇଏ ପରସ୍ପର ବିପରୀତ ମୂଳକ। ତୃତୀୟରେ, ଯଦି ଆପୋଷ ଆଲୋଚନାର ସମାଧାନ ଆସିବ ଆମେ ସମସ୍ତେ ଖୁସି ହେବୁ, କିନ୍ତୁ ତାର ପୂର୍ବରୁ ଯେଉଁ ଜାଗାରେ ସେ ଜଳକୁ ବନ୍ଦ କରିଛନ୍ତି, ଆଜି ଗ୍ରୀଷ୍ମକାଳ ଆସିଲାଣି, ଆପଣ ଯାଇକରି ଦେଖନ୍ତୁ ଯେଉଁଠି ଓଡ଼ିଶାରୁ ଆରମ୍ଭ ହୋଇଛି ମହାନଦୀ ସୁଖାସୋଡ଼ା, ତାର ଅବସ୍ଥା କ'ଣ? ସମ୍ପୂର୍ଣ୍ଣ ଶୁଖିଗଲାଣି। ତାର ତଳକୁ ମହାନଦୀ ସମ୍ପୂର୍ଣ୍ଣ ଶୁଖିଗଲାଣି। ତେଣୁ ତିରୋଟ ଖରା ସମୟରେ ମଧ୍ୟ ଛତିଶଗଡ଼ ସରକାର ଯେତିକି ପାଣି ଛାଡ଼ିବା କଥା ଛାଡ଼ୁନାହାନ୍ତି। ତ ଆପୋଷ ଆଲୋଚନା ବୈଠକରେ ଆପଣ ବସନ୍ତୁ, ଆମର ଆପତ୍ତି ନାହିଁ, କିନ୍ତୁ ତା ପୂର୍ବରୁ ଛତିଶଗଡ଼ ସରକାର ଅନ୍ତତଃ ଗ୍ରୀଷ୍ମକାଳରେ କିଛି ଜଳ ଛାଡ଼ନ୍ତୁ, ପାଣି ଛାଡ଼ନ୍ତୁ। ପାଣି ବିନା ସବୁଠି ଓଡ଼ିଶାରେ ହାହାକାର ହେଲାଣି। ଓଡ଼ିଶା ସରକାରଙ୍କର ଚିନ୍ତା ନାହିଁ, କେବଳ ସ୍ଲୋଗାନବାଜିରେ ମାତିଛନ୍ତି, କେବଳ ପୂର୍ବ ସରକାରକୁ ଦୋଷ ଦେବାରେ ମାତିଛନ୍ତି। ତେଣୁ ଏସବୁ ପରିସ୍ଥିତିରେ ଯଦି ସରକାରଙ୍କର ଆନ୍ତରିକତା ଅଛି, ମୁଁ ବାରମ୍ବାର କହୁଛି, ରିପିଟ୍ କରୁଛି ଯେ ଓଡ଼ିଶାରେ ଯେଉଁ ଦଳ ସରକାର, ଛତିଶଗଡ଼ରେ ସେହି ଦଳର ସରକାର, ଦିଲ୍ଲୀରେ ସେହି ଦଳର ସରକାର। ତେଣୁ ଉଭୟ ତିନୋଟି ଜାଗାରେ ଗୋଟିଏ ଦଳର ସରକାର, ଗୋଟିଏ ମାନସିକତା, ଗୋଟିଏ ନିଷ୍ପତ୍ତି, ଗୋଟିଏ ଚିନ୍ତାଧାରା, ତ କାହିଁକି ସମସ୍ୟାର ସମାଧାନ ହେବ ନାହିଁ? ତେଣୁ ଯଦି ଆପଣ ଆପୋଷ ସମାଧାନ କରିବେ ଶୀଘ୍ର କରନ୍ତୁ, ଯଦି ନାହିଁ ଅନ୍ୟ ପନ୍ଥା ଗ୍ରହଣ କରିବେ ଶୀଘ୍ର କରନ୍ତୁ। ଓଡ଼ିଶାବାସୀଙ୍କୁ ଆଉ ବେଶୀ ଦିନ ଭେଳିକି ଦେଖାନ୍ତୁ ନାହିଁ। ସମସ୍ୟା ଯେତେ ସମାଧାନ ବିଳମ୍ବିତ ହେଉଛି, ଓଡ଼ିଶାର ସମସ୍ୟା ସେତିକି ବଢ଼ୁଛି ଏବଂ ଆଗାମୀ ଦିନରେ ଏ ସମସ୍ୟା ଆହୁରି ଉତ୍କଟତର ହେବ। ତେଣୁ ବେଳ ଥାଉ ବନ୍ଧ ବାନ୍ଧରେ କୋମର।